ଜାଣିଛୁ ଡୁଡୁଲ କୁ ନା ବହୁତ ଜୋର ଥଣ୍ଡା ହେଇଯାଇଛି। ହଁ ସେ ଘଡ଼ଘଡ଼ ହଉଥିଲା, କଫ ପୁରା ବହୁତ ଲାଗୁଥିଲା। ପିଲାବେଳ କଥା ମନେ ପଡ଼ିଯାଏ ନା, ଆଉ ମଝିରେ ଯୋଉ କ୍ରିମ୍ ଦିଆ ହେଇକି। ଦେଖନ୍ତୁ ସେ ଡୋରେମନର ଅବସ୍ଥା କଣ, ତା ଚୁଟି ଫୁଟି ଭିଡ଼ିକି ଛିଣ୍ଡେଇ ଦେଲା। ଆଜି ଗଲା ଗଲା, ତାକୁ ବି ଧୋବାୟା କରାହଉଛି। ନିଜେ ଶୋଇବ ତାକୁ ବି ଶୋଇଦବ। ଠାକୁର ପୂଜା ତ ହେଇଯାଇଛି। ଆଜି ମୁଁ କରିଛି ଠାକୁର ପୂଜା, କାହିଁକିନା ସେ କାଲି ବହୁତ ଟାୟାର୍ଡ଼ ଥିଲେ ଆଉ ଶୋଇପଡ଼ିଛନ୍ତି। ଆଉ ଏପଟେ ରୋଷେଇ ବି ପ୍ରିପାରେସନ୍ ଷ୍ଟାର୍ଟ ହେଇଗଲାଣି। ଆଉ ଛୁଇଁ ଆଳୁ ଭଜା ହେବ ଆଜି, ଡାଲି ବସିଛି, ତାପରେ ଏଠି ପୁଅର ସିଝାଇ ବସିଯାଇଛି। ଏଇଟା ତ ମୋର ଫାଷ୍ଟ କାମ। ଆଉ ଭାତ ଟିକେ ଜିରା ରାଇସ୍ ହେବ, ସେଥିପାଇଁ ଖୋଲା ଟିକେ ଥୋଇଛି। ଭାତ ଟିକେ ପେଜ ଥିଲା ଭଳିଆ ମୋତେ ଲାଗିଲା ତ ଖୋଲା ଥୋଇଛି। ସେ ତାର ଟିକେ ଡ୍ରାଏ ହେଇଗଲେ ଟିକେ ଖୋଲା ଖୋଲା ହେଇଯିବ। ଆଉ ପାଣିଟା ଆକ୍ଚୁଆଲି ଭଲସେ ଟିକେ ତାତି ନଥିଲା, ପକାଇ ଦେଇଥିଲି, ସେଥିପାଇଁ ଟିକେ ଏମିତି ହେଇଗଲା। ଖୋଲା ଟିକେ ରଖିଛି, ଟିକେ ଡ୍ରାଏ ହେଇଗଲେ ଆରାମସେ ହେବ, ଗୋଟି ଗୋଟି ହେଇଯିବ ଭାତ। ଆଉ ଠିକ୍ ଅଛି, ଚାଲନ୍ତୁ। ସେ ତ ବାପା ବୋଉ ଶୋଇଛନ୍ତି, ଆଉ ମୁଁ ସେଇ ଭିତରେ କାମଟା ଜଲ୍ଦି ଜଲ୍ଦି ସାରିଦିଏ, କାହିଁକିନା ଡୁଡୁଲ ଉଠିଯିବ, ଆଉ ତାକୁ ଭୋକ ବି ଲାଗୁଥିବ। ତାକୁ ଖୁଆଇବି, ଗାଧୋଇବି, ସବୁ ହେବ। ଆଉ ଠିକ୍ ଅଛି, ତାହେଲେ ଆମ ସହିତ ବନି ରୁହନ୍ତୁ। ଆଉ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ ବି କରନ୍ତୁ କ'ଣ ଭଲ ଲାଗୁଛି କି ଆଉ କ'ଣ ଦେଖିବାକୁ ଚାହୁଁଛନ୍ତି। ଆଉ ଦେଖନ୍ତୁ, ଏଇଟା ଗୋଟେ ସ୍ପେଶାଲ୍ ଜିନିଷ, ବନ୍, କୁନି କୁନି ବନ୍। ଆଉ ଏଇ ଯେଉଁ କେକ୍ଟା, ଏଇଟା ହେଇଛି ବ୍ରେକଫାଷ୍ଟ। ଏଇଟା ଦେଖିଲେ ପିଲାବେଳ କଥା ମନେ ପଡ଼ିଯାଏ ନା, ଆଉ ମଝିରେ ଯେଉଁ କ୍ରିମ୍ ଦିଆ ହେଇକି। ଅନହେଲ୍ଦି, ହେଲ୍ଦି ସେମିତି ନୁହଁ ଏଇଟା, କିନ୍ତୁ ଟେଷ୍ଟି ତ ବହୁତ। ହ୍ୟାଲୋ, ହାଇ, ଗୁଡ଼୍ ମର୍ଣ୍ଣିଂ। ଆପଣ ସମସ୍ତଙ୍କୁ ୱେଲକମ୍ ଆମ ଚ୍ୟାନେଲ୍ ଆଶ୍ରୁତି ଡେଲି ବ୍ଲଗ୍ସକୁ। ଡୁଡୁଲ ବି ୱେଲକମ୍ କରୁଛି। ଡୁଡୁଲ ଏବେ ଉଠି ଯାଇଛି, ସେ ବାପାଙ୍କ ପାଖରେ ଶୋଇଥିଲା ଏଠି, ଟିକେ ଗୁ ହେଇଗଲା ତ ନିଜ ଭାଙ୍ଗିଗଲା। ତାକୁ ମୁଁ ଏମିତି ଶୋଇକି ଯାଇଥିଲି, ସେ ନିଜେ ନିଜେ ଏଇ ମସଲିନ୍ ଆଣି ଘୋଡ଼େଇ ହେଇକି ଶୋଇଥିଲା। ଗୁଡ୍ ବଏଟା ନା, ଗୁଡ୍ ବଏଟା ବୁଢ଼ା ମୋର, ଗୁଡ୍ ବଏଟା। ଚାଲ ଯିବା ବୁଇ ବୁଇ। ଆ ଆ ଆ ହ୍ୟାଲୋ, ହାଇ, ଗୁଡ୍ ମର୍ଣ୍ଣିଂ ଆପଣ ସମସ୍ତଙ୍କୁ। ଆଜିର ମାନେ ଗୋଟେ ନୂଆ ବ୍ଲଗକୁ, ଫ୍ରେଶ୍ ବ୍ଲଗକୁ ଢେର ସାରା ୱେଲକମ୍ ଆପଣ ସମସ୍ତଙ୍କୁ। ତ ଫାଇନାଲି ମୋର ହେଇଯାଇଛି ମର୍ଣ୍ଣିଂ। ଏବେ ଉଠିକି ସବୁ କାମ ଫାମ ସାରିକି ମୁଁ ଟିକେ ବସିଛି, କାହିଁକି ନା ବସିବାକୁ ତ ପଡ଼ିବ, କାରଣ ଏଠି ଆମର ଟୋକା ଖେଳୁଛନ୍ତି ମହାରାଜ। ତ ମହାରାଜ ଏଠି ଆମର ଖେଳୁଛନ୍ତି, ଯେହେତୁ ମତେ ଟିକେ ଜଗିବାକୁ ପଡ଼ିବ। ମାମା ଛାଡ଼ି ରୋଷେଇବାସ ଚଲେଇଛି। ଆଉ ଦେଖନ୍ତୁ କ'ଣ ସେ ବୁଝିଛି, ବାପା ତାକୁ କ'ଣ କହୁଛନ୍ତି କି କ'ଣ ଭାବୁଛି, କେମିତି ହସୁଛି, କେମିତି ହସୁଛି, କେମିତି ହସୁଛି। ହ୍ୟାଲୋ ହାଇ କହିଦେଲୁ, ହ୍ୟାଲୋ ହାଇ, ହ୍ୟାଲୋ ହାଇ ଅଙ୍କଲ ଆଣ୍ଟି। ଟୋକା ପୁରା ଗାଧେଇ ପାଧେଇ ରେଡି ହେଇ ତା ଗୋଡଟାକୁ କେତେ ଜୋରେ ବାଡଉଛନ୍ତି, ଡାଇପର ପିନ୍ଧି। ଆମେ ଆକ୍ଚୁଆଲି ଏବେ ରାତିରେ ଟିକେ ଏସି ଦେଇକି ଶୋଉଛୁ, ଗରମ ଯେହେତୁ ହଉଛି ଏସି ଦେଇ ଦଉଛୁ, କିନ୍ତୁ ଏସି ବନ୍ଦ କରିବାକୁ ମନେ ପଡୁନି, ବେଳେ ବେଳେ ସେମିତି ଅନ୍ ହେଇକି ରହିଯାଉଛି। ଆମର ସିନା ଦେହ ଚଳି ଯାଉଛି, କିନ୍ତୁ ତାକୁ ପୁରା, ତାର ପୁରା କଫ ହେଇଯାଇଛି, କାଶୁଛି ପୁରା, ମାନେ ଭିତରେ ପୁରା ଘଡ 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 ହଉଛି। ନିଶ୍ୱାସ ନେଲା ବେଳକୁ କଫଟା ପୁରା ଭିତରେ ହିଁ ଘଡ ଘଡ ହଉଛି। ଆଉ ମୋ ସୁନାଟା, ମୋ ସୁନାଟା, ମୋ ଧନଟା, ଧନଟା ଏଇଠି ପଡିଥିଲା। ଏଇଠି ଯୋଉ ଗୋଲ ତକିଆଟା ତା ପାଖରେ ଥୋଇଥିଲୁ, କାରଣ ଏ ତଳକୁ କାଳେ ଗଡିଯିବ ବୋଲି। ଏବେ ଧୀରେ ଧୀରେ ଗଡିଆ ଷ୍ଟାର୍ଟ କଲାଣି। ତ ସେ କ'ଣ କରିଛି ନା, ଏଇଟାକୁ ପୁରା ଧରିକି ତା ଉପରେ ଏମିତି ପୁରା ରଖିକି ତାକୁ ଧରିଛି ଆଉ ଖେଳୁଛି। ଆଉ ଏମିତି ପୁରା ରଖିକି ତାକୁ ଖେଳୁଛି। ଆଉ ତାକୁ ଲାଗୁଛି ଯେମିତି ମୋ ଉପରେ ଗୋଟେ ଗଦା ଥୁଆ ହେଇଛି କି ପାହାଡ ଥୁଆ ହେଇଛି। ଦେଖୁନାହାନ୍ତି କେମିତି ଖେଳୁଛି। ଦୁଡୁ ଏଟା କ'ଣ, ଦୁଡୁ କ'ଣ ଏଟା, କ'ଣ ଏଟା ଗଦାଟା କି? ତାକୁ ଲାଗୁଥିବ ତା ଉପରେ ଯେମିତି ଗୋଟେ କ'ଣ ଛୁଆ ହେଇଯାଇଛି। କେଡେ ବଡଟେ, ଏଇ ତ ମୋଠୁ ବଡ, ଏ ତ ମୋଠୁ ବଡ। ତାକୁ ଧରିକି ନିଜେ ନିଜେ ସାଇଡରେ ଥୁଆ ହେଇଥିଲା, ତାକୁ ଧରିକି କଡ ମାଡୁଛି, ତାକୁ ଧରିକି ଓଲଟୁଛି। ତକିଆ ସହିତ ଖେଳ ଚାଲିଛି ତାର। ନିଦ ଲାଗିଲାଣି ବୋଧେ ଜୋର ଜୋରେ, କାନକୁ କୁଣ୍ଡଉଛି। ଏମିତି ନିଦ ଲାଗିଲା ତାର ଷ୍ଟାର୍ଟ ହେଇଯିବ ଏମିତି ଆକ୍ଟିଭିଟି ସବୁ। ଏମିତି ଅଳସ ଭାଙ୍ଗି ମୋଡି ମାଡି ହଉଛି। ଡୁଡୁ ଶୋଇବା, ଡୁଡୁ ଶୋଇବା, ଡୁଡୁ କୋଳରେ ଶୋଇବା। ନିଦ ଲାଗିଲାଣି ମୋ ଧନକୁ।
ମୋ ଧନକୁ ନିଦ ଲାଗିଲାଣି ଅଳସନ୍ତି ଭାଙ୍ଗୁଛି ଗୋଡ଼ ପୁରା ଟେକା ଠିକ କରି ଟାଣିକି ଏଇଠି ବସିକି ମୋ ଗୋଡ଼କୁ ଦେଖନ୍ତୁ ରାମ୍ପି ରାମ୍ପିକି ମୋ ଜଙ୍ଘଟା ଅଧା ରାମ୍ପି ସାରିଲାଣି ନଖରେ। ଆସେ ଆ ଆ ଆ ଆ ରାମ୍ପୁଛି କିନ୍ତୁ ଦେଖୁନାହାନ୍ତି। ଜାଣିଛ ଡୁଡୁଲକୁ ନା ବହୁତ ଜୋରେ ଥଣ୍ଡା ହେଇଯାଇଛି। ହଁ ସେ ଘଡଘଡ ହଉଥିଲା, କଫ ପୁରା ବହୁତ ଲାଗୁଥିଲା। ମତେ ଥଣ୍ଡା ସେଇ ସବୁ ଏସି ପାଇଁ ହିଁ ହଉଛି। ଏସି ଆଉ ଦବାନି ନା ଏବେ ଏସି ଦବାନି ଏସି ଆଉ ଦେ ନା ଆମେ ରାତିରେ ଆଉ ଦେଇନଥିଲି। ତାକୁ ଅଯଥା ଥଣ୍ଡା ହେଇଯାଉଛି ଆମେ ପୁଣି ଟେନସନ ସେ ଖାଉନି ତାର କଫରେ ବାନ୍ତି ଫାନ୍ତି ହେଇଯାଉଛି କଫ ବାହାରୁଛି ସେଗୁଡା ଆଉ ଏସି ଦବାନି ସେମିତି ଗରମରେ ବସି ଯାହା ଶୋଇବା ଆଡଜଷ୍ଟ କରିକି ଏସି ଆଉ ଦବାନି। ଏସି ତାର ଛୋଟ ପିଲା ନା ଆମକୁ ବି ହେଲେ ଥଣ୍ଡା ହେଇଯାଉଛି ଆଉ ହଠାତ୍ ନା ପଡିଲା ଗରମ ଟା ତ ସବୁ ଏକାବେଳେ ଥଣ୍ଡା ଫଣ୍ଡା ହେଲା ବେଳକୁ ଆଉ ତାକୁ ତ ଡ୍ରେସ ପିନ୍ଧିବାକୁ ବି ଇଚ୍ଛା ହଉନି ତ ଗରମ ଲାଗୁଛି କିନ୍ତୁ ଦେହରେ ଯାଉନି ଆଉ କଣ କରିବା ଏସି ଦବାନି ଆଉ। ତା କାନ ବି ତୁ ମାନେ ଘୋଡଉଥିଲୁ ମୁଁ କହିଲା ଦେଖିଲା କାନରୁ ବି କାଟି ଦେଇଛି ସେଟା ମାନେ ପୁରା ଖୋଲାରେ ପୁରା ଶୋଉଛି। ଆମକୁ ଶୀତ ଲାଗୁଛି ଆମେ କାନରେ ଗାମୁଛା କି କହି ଦେଇ ଶୋଉଛୁ ସେ ସେମିତି ଖୋଲା ଶୋଉଛି। ଯେତେବେଳେ ମୁଁ ଦେଖୁଛି ଘୋଡଉଛି ତାପରେ ସେ ଦେଖିଲା ବେଳକୁ ତାର ଟାଇମ ହଉନି। ଆଉ ଏଇଟା ଦେଖନ୍ତୁ ହେଇଗଲାଣି ଆମର ଛୁଇଁ ଆଳୁ ଭଜା। ଭଜାର ତ ଉପରୁ ପୁରା ଝାକାସ ଦେଖାଯାଉଛି। ଏମିତି ଆଳୁଟା ଆକ୍ଚୁଆଲି ଗୋଲ ଗୋଲ ହେଇକି କଟା ହେଇକି ଯୋଉ ଭଜା ହୁଏ ପୁରା ଖାଇବାକୁ ବଢିଆ ଲାଗେ ନା। ଆଜି ଆକ୍ଚୁଆଲି ମୁଁ ଲୁହା କଟିକାଟା କାଢିଲି କାହିଁକି ଜାଣିନି ସବୁବେଳେ କାଢେ ଆଜି କାହିଁ ଇଚ୍ଛା ହେଲାନି ଏଇ ଜାଲି ଚଟଟା ଥିଲା ତ ସେଇଥିରେ ଭଜା କରୁଛି ଅସୁବିଧା ଟିକେ ହଉଛି କରିଦଉଛି ଇଚ୍ଛା ହେଲା ଆଉ। ଡାଲି ଚଟରେ ଫାଷ୍ଟ ଟାଇମ ପାଇଁ କିଏ ଭଜା କରୁଛି। ଆଉ ଏଠି ଦେଖନ୍ତୁ ଡୁଡୁଲ ପୁରା ଶୋଇ ପଡିଛି ତାକୁ ପ୍ରବଳ ନିଦ ହେଇଯାଇଛି କାରଣ ବହୁତ ଟାଇମ ଖେଳିଲା ଖେଳି 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 ଲାଷ୍ଟକୁ ଥକିଗଲା ନିଜେ ନିଜେ ଏଠୁ କାନ ଫାନ କୁଣ୍ଡେଇ ଗଲା। ମୁଁ କହିଲି ହଉ ତାକୁ ଶୋଇଦେବି ଆଉ କୋଳରେ ଧରିକି ଟିକେ ଝୁଲେଇଲି ଆଉ ଫାଇନାଲି ଶୋଇ ପଡିଛି ନିଦରେ ଆଉ ଏଟା ତା ପାଇଁ ଗୋଟେ ଅର୍ଡର କରିଥିଲୁ ଫାଷ୍ଟ କଙ୍କଡା ଏ କଙ୍କଡା କି ପାପ କରିଛି ସେ ଆଜା ଆକୁ ମାନେ ଆ ସହିତ ଖେଳିନି ସବୁ ଖେଳନା ସହିତ ଖେଳି ସାରିଲାଣି ଟିକେ ଟିକେ ଆ ସହିତ ଟୋଟାଲି ଖେଳିନି ଆକୁ ଏମିତି ତଳୁ ଏମିତି ପ୍ରେସ୍ କଲେ ଏମିତି ଯଦି ୟାର ଅଛି ତଳେ ଇଏଟା ତାକୁ ଏମିତି ଧର ଚିପିଦେଲି ତ ଛାଡିଦେଲା ସେ ଚାଲି 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 ପଳେଇଲା। ସିଏ କଣ ନା ସିଏ ଏତେ ଜଲ୍ଦି ମାନେ ସିଏଟା ଏବେ ତାର ହେଇନି ସେତିକି ଏଜ୍ ତ ଆମେ ନେଇ ଆସିଛୁ ତାକୁ ଖାଲି ଖାଇଲା ବେଳେ ଦେଖିବୁ ବୋଲି କିନ୍ତୁ ଇଏ ଏଡେ ସ୍ପିଡରେ ଯାଉଛି ଟିକେ ଚିପିକି ଛାଡିଲା ବେଳକୁ ପୁରା ସାଇଁକିନା ପଳଉଛି। ସିଏ ଟୋଟାଲି ଏଇଟାର ଦେଖିନି ଏଇଟା ଖାଲି ଥୁଆ ହେଇଛି ଆଉ ଟିକେ ବଡ ହେଲେ ଦେଖାଯାଉ କେବେ ଏଇଟା ଧରିବ ଖେଳିବ ମାନେ ତାର ସବୁ ଜାଗା ଖେଳନା ୟୁଟିଲାଇଜ ହେଲେ ହିଁ ଆମକୁ ଖୁସି ଲାଗିବ। ଏଇଟା ଥୁଆ ହେଇଛି ସେମିତି ଆଉ କିଛି ବି ଆଧରେ କରିନି ନୂଆ ହେଇକି ଅଛି ଆଧରେ ମୁଁ ଅଧା ଟାଇମ ଖେଳୁଛି। ନେଲେ ଆମର ତ ସରିଗଲା ସବୁ ରୋଷେଇବାସ ପିଲାଟା ଲାଗି ପାତି ସବୁ ସାରିଦେଲା ଝାଳ ଫାଳ ବାହାରିଗଲାଣି ଆଉ ଆମେ ଦିଜଣ ଯାଉଛୁ ଲଞ୍ଚ କରିବୁ କାରଣ ଟାଇମ ବି ଅଲରେଡି ହେଇଗଲାଣି 3ଟା ତ ଫଟାଫଟ ଖାଇବାର ଅଛି ମୋର ବି କିଛି କାମ ଅଛି ଆଉ ତାର ବି ଏଠି କାମ ଅଛି ତା ଲାପଟପ୍ ଅଲରେଡି ସ୍ଲିପ୍ ହେଇଗଲାଣି ତାର ବି କାମ ଅଛି ଅଫିସ କାମ ସେ ବି କରିନି ତ ଯିବୁ ଫଟାଫଟ ସବୁ ଷ୍ଟାର୍ଟ କରିବୁ। ତ ଆଜିର ବ୍ଲଗ ଏଇଠି ଏଣ୍ଡ କରୁଛି ଆଶା କରୁଛି ବ୍ଲଗଟା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ତ ଯଦି ଭଲ ଲାଗିଲା ଫଟାଫଟ ଆମ ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବା ଜମା ଭୁଲନ୍ତୁ ଆଉ ଡୁଡୁଲକୁ ଢେର ସାରା ଭଲ ପାଇବା ଦିଅନ୍ତୁ ସେ ଜଲ୍ଦି ଜଲ୍ଦି ବଡ ହେଇଯାଉ ଆପଣମାନଙ୍କ ଆଗରେ ଆପଣମାନେ ସେମିତି ଡେଲି ଡେଲି ଆମ ଭିଡ଼ିଓକୁ ଦେଖିଥିବେ।